ଆପଣଙ୍କ ଜାତକରେ ଯଦି କୌଣସି ଗ୍ରହ ଦୁର୍ବଳ ଅଛନ୍ତି ତାଙ୍କର ଖରାପ ରେଜଲ୍ଟ ଆପଣ ଭୋଗୁଛନ୍ତି। ଏହି ସହଜ ରେମେଡ଼ିଟି କରିବା ଦ୍ୱାରା ଆପଣ ସେହି ଗ୍ରହଙ୍କଠୁ ପଜିଟିଭ୍ ରେଜଲ୍ଟ ପଜିଟିଭ୍ ଏନର୍ଜି ପାଇପାରିବେ। ରେମେଡ଼ିଟି କ'ଣ ହେଲା, ଉପାୟଟି କ'ଣ? ଗ୍ଲାସ୍, ଗ୍ରହଙ୍କ ଉପଯୋଗୀ ଗ୍ଲାସ୍ ଆମେ ୟୁଜ୍ କରି ସେଥିରେ ଖାଲି ପାଣି ପିଇବା। ଅନ୍ୟ କୌଣସି ମୂଲ୍ୟବାନ ପଥର, ମୂଲ୍ୟବାନ ଉପାୟ, ଖର୍ଚ୍ଚାନ୍ତ ଉପାୟ ହେବା ଆବଶ୍ୟକ ନାହିଁ। ଯଦି ଜାତକରେ ଆପଣଙ୍କର ରାହୁ କେତୁ ଦୁର୍ବଳ ଅଛନ୍ତି, ରାହୁ କେତୁଙ୍କ ଯୋଗୁଁ ଖରାପ ଏଫେକ୍ଟ ଆପଣ ପାଉଛନ୍ତି, ତେବେ କାଚ ଗ୍ଲାସ୍ରେ ପାଣି ପିଇବାର ଆରମ୍ଭ କରିଦିଅନ୍ତୁ। ଯଦି ଶନିଙ୍କର ଖରାପ ଏଫେକ୍ଟ ଆପଣ ପାଉଛନ୍ତି, ଆପଣଙ୍କୁ 7.5 ଲାଗିଛି କିମ୍ବା ଶନି ଢେଇଆ ଲାଗିଛି, ତେବେ ମାଟି ଗ୍ଲାସ୍ରେ ଆପଣ ପାଣି ପିଇବାର, ମାଟି ପାତ୍ରରେ ପାଣି ପିଇବାର ଆରମ୍ଭ କରିଦିଅନ୍ତୁ। ଯଦି ସୂର୍ଯ୍ୟଙ୍କ ଯୋଗୁଁ, ମଙ୍ଗଳଙ୍କ ଯୋଗୁଁ ଆପଣ ଖରାପ ଏଫେକ୍ଟ ପାଉଛନ୍ତି, ତେବେ ତମ୍ବା ଗ୍ଲାସ୍ରେ ପାଣି ପିଇବାର ଆରମ୍ଭ କରିଦିଅନ୍ତୁ। ଯଦି ବୃହସ୍ପତିଙ୍କର ଖରାପ ଏଫେକ୍ଟ ଆପଣଙ୍କୁ, ବୃହସ୍ପତି କିମ୍ବା ବୁଧଙ୍କର ଖରାପ ଏଫେକ୍ଟ ଆପଣ ପାଉଛନ୍ତି, ଜାତକରେ ଯଦି ଖରାପ ପୋଜିସନରେ ଅଛନ୍ତି, ତେବେ ଆପଣ କିମ୍ବା ଆପଣଙ୍କର ବୃହସ୍ପତି ବୁଧ ମହାଦଶା ଚାଲିଛି, ସେଥିରେ ଆପଣଙ୍କୁ କିଛି କଷ୍ଟ ଭୋଗିବାକୁ ପଡ଼ୁଛି, ସେଥିରେ ଆପଣ କ'ଣ କରିବେ? କଂସା କିମ୍ବା ପିତ୍ତଳ ଗ୍ଲାସ୍ରେ ପାଣି ପିଇବାର ଆରମ୍ଭ କରିଦେବେ। ଯେକୌଣସି ଗ୍ରହଙ୍କର ଚଳନ ହେଉ କିମ୍ବା ତାଙ୍କର ଦଶା, ଅନ୍ତର୍ଦଶା, ପ୍ରତ୍ୟାନ୍ତର ଦଶା ହେଉ କିମ୍ବା ଗୋଚର ଚାଲିଥାଉ, ସେହି ଗୋଚର ସମୟରେ ମଧ୍ୟ ଯେକୌଣସି ଗ୍ରହ ଆପଣଙ୍କୁ, ଯଦି କୌଣସି ଗ୍ରହ ଆପଣଙ୍କୁ କଷ୍ଟ, ଗ୍ରହଙ୍କ ଯୋଗୁଁ ଖରାପ ପୋଜିସନ୍ ଯୋଗୁଁ ଆପଣଙ୍କୁ କଷ୍ଟ ମିଳୁଛି, ଏହି ଉପାୟଟି କରିକି ଆପଣ ସେଥିରୁ ଲାଭବାନ ହୋଇପାରିବେ।